ସୁଭଦ୍ରା ଯୋଜନାରେ ଏକ ଏମିତି ପ୍ରୋବ୍ଲେମ୍ ରହିଛି ଯେଉଁ ପ୍ରୋବ୍ଲେମ୍ କାରଣରୁ ବହୁତ ହିତାଧିକାରୀ ଏହାର ଲାଭ ନେଇପାରୁନାହାନ୍ତି। ଏହା ବିଷୟରେ ଆପଣଙ୍କୁ ଏବେ ମୁଁ ଡିଟେଲ୍ସରେ କହିବି, ସେଥିପାଇଁ ଆପଣ ଭିଡ଼ିଓକୁ ଆଗକୁ ଦେଖନ୍ତୁ। ସୁଭଦ୍ରାରେ ଆବେଦନ କରିଥିବା 5 ଲକ୍ଷ ମହିଳାଙ୍କ ନମ୍ବର ଆଉ ଆକାଉଣ୍ଟ ଦେଖାଉଛି ମିସ୍ମ୍ୟାଚ୍। ଏହାର ଅର୍ଥ କ'ଣ ଦେଖନ୍ତୁ। 5 ଲକ୍ଷ ମହିଳା ଏହି କାରଣରୁ ଟଙ୍କା ପାଇନାହାନ୍ତି। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ ହୋଇଥିବା ଦେଖିବାକୁ ମିଳୁଛି, ଯେଉଁଥିପାଇଁ ସୁଭଦ୍ରା ଯୋଜନାରେ ସେମାନେ ସାମିଲ ହୋଇପାରୁନାହାନ୍ତି। ତେଣୁ ସିଙ୍ଗିଲ୍ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏପଟେ ବାଦ୍ ପଡ଼ିଥିବା 2,67,000 ଆବେଦନରୁ ନୋଡାଲ ଏଜେନ୍ସି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀ ବାଛିବାକୁ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁଭଦ୍ରା ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ ନମ୍ବର ଏକାଧିକ ଆକାଉଣ୍ଟ ଲିଙ୍କ ଅଛି କି? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ ଥିଲେ ଦେଖାଉଛି ମିସ୍ମ୍ୟାଚ୍। ସେଥିପାଇଁ ବାଦ୍ ପଡ଼ିପାରେ ଆପଣଙ୍କର ଆବେଦନ। ପ୍ରାୟ 5 ଲକ୍ଷ ଆବେଦନକାରୀଙ୍କ ଏଭଳି ସମସ୍ୟା ରହିଛି। ତା ଭିତରେ ଆପଣଙ୍କ ଆବେଦନ ନାହିଁ ତ? ଥିଲେ ଶୀଘ୍ର ଯାଞ୍ଚ କରନ୍ତୁ ଏବଂ ସିଙ୍ଗିଲ୍ ଆକାଉଣ୍ଟ ଦିଅନ୍ତୁ। ଦେଲେ ମିଳିବ ସୁଭଦ୍ରା ଟଙ୍କା। ଆଜି ପୁଣି ଥରେ ସିଙ୍ଗିଲ୍ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡା।